ଆଇମା ଗପ ପେଡ଼ିର ଗପ ଖୋଲା ହୁଏ ନିତି ସଞ୍ଜରେ। ସାହିର ଯେତକ କୁନି କୁନି ମିନି ଏକାଠି ହୁଅନ୍ତି ସେଠାରେ। ଆଇମା ଦିନେ କହିଲେ ଶୁଣ, କହୁଛି ଗୋଟିଏ କାହାଣୀ। ଆମ ଗାଁର ଶେଷ ମୁଣ୍ଡରେ ରହୁଥିଲେ ଦୁଇ ପ୍ରାଣୀ। ନିତି ସଞ୍ଜରେ ମା ଯାଏ ତା ଢିଙ୍କିଶାଳକୁ। ଧାନ କୁଟି ଯେତେ ପଇସା ପାଏ ସେ ନିଅଣ୍ଟ ଦୁଇ ଜଣଙ୍କୁ। ଏକୁଟିଆ ଦିନେ ପୁଅ ଯାଇଥିଲା ଢିଙ୍କିଶାଳକୁ ଧାଇଁ। କେହି ତ ନଥିଲେ, ଶୁଭୁଥିଲା ଖାଲି ଧପଡ଼ ଧାଇଁ ଧପଡ଼ ଧାଇଁ। ରୁଣୁଝୁଣୁ ହୋଇ ଚୁଡ଼ିର ଶବଦ, ପାଉଁଜିର ରୁଣୁଝୁଣୁ। ଜୀବନ ବିକଳେ ଦୌଡ଼ିଲା ଯାଇ, ଲୁଚିଲା ସେ ଶୁଣୁ ଶୁଣୁ। ପୁଅ ଛାନିଆରେ ମା ପଚାରିଲା, ଡରିଗଲୁ କିଆଁ ବାବୁରେ? ଦୁହେଁ ମିଶି ପୁଣି ଧାନ କୁଟିବାକୁ ପହଞ୍ଚିଲେ ଢିଙ୍କିଶାଳରେ। ଢିଙ୍କି କୁଟୁଥିଲା ସ୍ତ୍ରୀ ଲୋକଟିଏ। କିଏ ତୁମେ ବୋଲି ପଚାରେ। କିଛି ନ କହି ବିକଟାଳ ହସ ହସୁଥିଲା ଖାଲି ସେଠାରେ। ଧପଡ଼ ଧାଇଁ ଶୁଭୁଥିଲା କାଲି, ନ ରହିଲେ ସେଠି କେହି ତ। ମା ପୁଅ ଦୁହେଁ କୁଣ୍ଢାକୁଣ୍ଢି ହୋଇ ଜୀବନ ବିକଳେ ଧାଇଁଲେ। ଫିଟିଗଲୁ ଲୋ ଫିଟିଗଲୁ ବୋଲି ଶବଦ କେବଳ ଶୁଣିଲେ। ସେହି ଦିନଠାରୁ ଶୁଭିଲାନି ଆଉ ଧପଡ଼ ଧାଇଁ ଧପଡ଼ ଧାଇଁ। ଖାଲି ଫିଟିଗଲୁ ଲୋ ଫିଟିଗଲୁ ଲୋ ବିକଟାଳ ହସ ଶୁଭଇ। ଫିଟିଗଲୁ ଲୋ ଫିଟିଗଲୁ ବୋଲି ବିକଟାଳ ହସ ଶୁଭଇ, ବିକଟାଳ ହସ ଶୁଭଇ। ଧନ୍ୟବାଦ।